କବାଟ ଲାଗୁନଥିଲା। ଲୋକମାନେ ଏତେ ଭଦ୍ର, ଏତେ ନମ୍ର, ଏତେ ଶିଷ୍ଟ ଥିଲେ, ଯାହାଫଳରେ ସେ ବୁଦ୍ଧଙ୍କ ଯୁଗକୁ ସୁବର୍ଣ୍ଣ ଯୁଗ ବା ଆଲୋକର ଯୁଗ କୁହାଯାଏ ବୁଦ୍ଧଙ୍କର, ତାଙ୍କ ବୁଦ୍ଧିଷ୍ଟ ଏଜ୍। ଏବଂ ସେ ବୁଦ୍ଧଙ୍କ ବାଣୀରେ ଏତେ ପାୱାର ଥିଲା, ଚଣ୍ଡାଶୋକ ଭଳି ଜଣେ ମାନେ ରାଜ୍ୟ ବିଜୟୀ ବା ଦିଗ୍ବିଜୟୀ ସମ୍ରାଟକୁ ଯେ ତାଙ୍କର ରାଜଭୋଗ କରିବା ପାଇଁ, ନୂଆ ନୂଆ ରାଜ୍ୟ ଜୟ କରିବା ପାଇଁ ଯେଉଁ ଲାଳସା ଥିଲା, ଇମ୍ପେରିଆଲିଜିମ୍ଟାକୁ ତାକୁ ସାମ୍ରାଜ୍ୟ ବିସ୍ତାର କରିବା ପାଇଁ ସେ ଯେଉଁ ଚାହୁଁଥିଲେ, ତାଙ୍କର ଅଶୋକଙ୍କର ବହୁତ ବଡ଼ ସାମ୍ରାଜ୍ୟ ଥିଲା। ସେ ଏମିତି କେତେ ରକ୍ତପାତ, କେତେ ଲୋକମାନଙ୍କର ମୁଣ୍ଡ କାଟ, ହାତ କାଟ, ଗୋଡ଼ କାଟ, କେତେ ବିଧବା ମାନେ କେତେ ନାରୀମାନେ ବିଧବା ହେଇଛନ୍ତି, କେତେ ନାରୀମାନେ ନିର୍ଯାତିତ ହେଇଛନ୍ତି, ଏ ସବୁକୁ ଏକମାତ୍ର ଗୋଟେ ବାଣୀରେ ଚଣ୍ଡାଶୋକରୁ ଧର୍ମାଶୋକ ହେଇଥିଲେ। ଯେ କହିଥିଲେ ଯେଉଁ ବାଣୀଟା ଥିଲା ଯେ ତମେ ହୃଦୟର ଜୟ ନୁହେଁ, ତରବାରୀର ଜୟ ପ୍ରକୃତ ଜୟ ନୁହେଁ, ହୃଦୟର ଜୟ ହେଉଛି ପ୍ରକୃତ ଜୟ। ତେଣୁ ତମେ ଯେଉଁ ଲୋକମାନଙ୍କୁ ମାରିପାରୁଛ, କ୍ୟାନ୍ ୟୁ ଗିଭ୍ ଦେମ୍ ବାର୍ଥ? ତମେ ସେଇ ଲୋକମାନଙ୍କୁ ଜନ୍ମ ଦେଇପାରିବ ନା? ନା, ଯଦି ନ ଦେଇପାରିବ ତ ତମେ କି ସମ୍ରାଟ ହେଇଛ? ସେଇ ଗୋଟେ ବାଣୀରେ ଚଣ୍ଡାଶୋକ ଖଡ଼୍ଗ ତ୍ୟାଗ କରୁଛ ବା ଖଣ୍ଡା ଛାଡ଼ି ବୁଦ୍ଧଙ୍କର ଶରଣ ହେଇଥିଲେ। ଏବଂ ସେ ଯେଉଁ ବୌଦ୍ଧ ଭିକ୍ଷୁ ଜଣକ ତାଙ୍କୁ ବୌଦ୍ଧ ଧର୍ମରେ ଦୀକ୍ଷିତ କରିଥିଲେ। ଏବଂ ସେଇଦିନ ଠାରୁ ତାଙ୍କ ଅଶୋକ, ତାଙ୍କ ପୁତ୍ର ମହେନ୍ଦ୍ର ଏବଂ ତାଙ୍କ କନ୍ୟା ସଂଘମିତ୍ରାକୁ ବିଭିନ୍ନ ସିଂହଳ ଠାରୁ ଆରମ୍ଭ କରି ବିଭିନ୍ନ ଯେଉଁ ଆମ ନେବରହୁଡ଼ କଣ୍ଟ୍ରିକୁ ପଠାଇଥିଲେ ବୁଦ୍ଧ ରିଲିଜନକୁ ସ୍ପ୍ରେଡ୍ ଆଉ ପ୍ରଚାର ପ୍ରସାର କରିବା ପାଇଁ। ଏବଂ ହୁଏନ୍ ସାଙ୍ଗ ଯେତେବେଳେ ଆସିଥିଲେ, ସେତେବେଳେ ମଧ୍ୟ ଭାରତର ସ୍ଥିତି ଏ ବୁଦ୍ଧିଷ୍ଟ ସାଇଟ୍ ଦେଖିକି ସେ ମଧ୍ୟ ତାଙ୍କର ନୋଟ୍ରେ ଲେଖିଛନ୍ତି ବୁଦ୍ଧଙ୍କ ରାଜ୍ୟ ସର୍ବାଦୌ ଗ୍ରହଣୀୟ ଥିଲା ବା ସର୍ବାଦୌ ଭଲ, ବୁଦ୍ଧଙ୍କ ବିଚାର, ବୁଦ୍ଧଙ୍କ ଧର୍ମ। ତେଣୁ ଜାପାନ, ଚାଇନା ଆଜି ବୁଦ୍ଧିଷ୍ଟ ଏବଂ ବୁଦ୍ଧ ଧର୍ମ ସାଇଣ୍ଟିଫିକ୍ ବହୁତ। ସେମାନେ ସିମ୍ପଲ୍ ଆଉ ବହୁତ ମାନେ ସେମାନଙ୍କର ଯେଉଁ ତାଙ୍କର ବୁଦ୍ଧଙ୍କର ଯେଉଁ ବାଣୀ ଥିଲା, ସମ୍ୟକ ବିଶ୍ୱାସ, ସମ୍ୟକ କର୍ମ, ସମ୍ୟକ ଚେତନା, ଏସବୁ ଯେଉଁ ଅଷ୍ଟାଙ୍ଗ ମାର୍ଗ ମାନେ ଥିଲା। ଏବଂ ବୁଦ୍ଧ ଜାତକମାଳା ଯେଉଁଗୁଡ଼ା ସବୁ ବିଭିନ୍ନ ଷ୍ଟୋରି ଆକାରରେ ଥିଲା, ସେଗୁଡ଼ା ବହୁତ ସେତେବେଳେ ଶିକ୍ଷାର ପ୍ରସାର ହେଇଥିଲା। ଏବଂ ଲୋକାଚାର ବହୁତ ଭଲ ଥିଲା ଏବଂ ଲୋକଙ୍କ ଭିତରେ ସଦ୍ଭାବନା ଥିଲା, ଲୋକଙ୍କ ଭିତରେ ଭାଇଚାରା ଭାତୃତ୍ୱ ଭାବ ଥିଲା, ଲୋକଙ୍କ ଭିତରେ ପ୍ରେମ ଭାବ ଥିଲା, ଯାହାଫଳରେ ଆଜି ବୁଦ୍ଧ ଧର୍ମ ସାରା ବିଶ୍ୱରେ ଭଲ ବୋଲିକି ଗୋଟେ ଧର୍ମ ସମ୍ମିଳନୀରେ ମାନେ ରିସେଣ୍ଟଲି ସେ ଶ୍ରେଷ୍ଠ ଧର୍ମ ବୁଦ୍ଧ ଧର୍ମ ବୋଲିକି ଘୋଷଣା କରାଯାଇଛି, ଯେଉଁଥିରେ କାଇଣ୍ଡନେସ୍ କରାହେଇଛି। ଏବଂ ବୁଦ୍ଧଙ୍କର ସର୍ବୋତ୍ତମ ବାଣୀ ହେଉଛି ସର୍ବଜନ ହିତାୟ ସର୍ବଜନ ସୁଖ। ସମସ୍ତଙ୍କର ହିତ, ସମସ୍ତଙ୍କର ସୁଖ ହଉ, ଆମେ ସମସ୍ତଙ୍କ ପ୍ରତି ସଦୟ ହେବା, ସମସ୍ତଙ୍କୁ ଭଲ ପାଇବା, ସମସ୍ତଙ୍କୁ ସଦୟ ହୁଅନ୍ତୁ, ଶିଖିନ ସେଇ ସମସ୍ତ ପାଇଁ ଭଲ କାମ। ଠିକ୍ ଅଛି, ଥ୍ୟାଙ୍କ ୟୁ ଅଲ୍। Thank you, sir. Clap, clap. So, thank you. Next